ଆମ ସମସ୍ତଙ୍କ ଜୀବନରେ ସମସ୍ତଙ୍କୁ କିଛି ନା କିଛି ସଫଳତା ନିଶ୍ଚୟ ମିଳିଥାଏ। ଯେପରିକି ଜଣେ ଛାତ୍ରଟି ତା ଜୀବନରେ ଶିକ୍ଷାଗତ ସଫଳତା ପାଇଥାଏ ଏବଂ ଜଣେ ବ୍ୟବସାୟୀ ତାର ବ୍ୟବସାୟିକ ସଫଳତା ମଧ୍ୟ ପ୍ରାପ୍ତ କରିଥାଏ। ଆଉ ଜଣେ ରୋଗୀ ତାର ଶାରୀରିକ ହେଉ ବା ମାନସିକ ରୂପରେ ହେଉ ସେ ବି ତାର ସଫଳତା ପାଇଥାଏ। ଯଦି ଆମେ ତାଙ୍କୁ ପ୍ରସଙ୍ଗ କ୍ରମରେ ପଚାରନ୍ତି ଯେ ତୁମର ଏହି ସଫଳତାର ଶ୍ରେୟ ତୁମେ କାହାକୁ ଦେବ? ଯଦି ସେଇ ଛାତ୍ର ଜଣକ କହେ କି ମୁଁ ମୋର ସଫଳତାର ଶ୍ରେୟ ଶିକ୍ଷକଙ୍କୁ ଦବାକୁ ଚାହେଁ, ଏଥିରେ ଆମ ମନରେ ନିଶ୍ଚୟ ପ୍ରଶ୍ନ ଆସିଥାଏ ଯେ କ'ଣ ସେଇ ଶିକ୍ଷକ ସେଇ ଜଣିଏ ଛାତ୍ରକୁ ପାଠ ପଢ଼ାଉଥିଲେ ଯିଏକି ସଫଳତା ହାସଲ କରିଛି? ଏହା ସଠିକ୍ ରୂପରେ ଠିକ୍ ହୋଇପାରିବ ନାହିଁ। ଆଉ ଯଦି ଆମେ ସେଇ ପ୍ରଶ୍ନ ଜଣେ ରୋଗୀକୁ ପଚାରନ୍ତି, ଯଦି ସେ ତାର ଉତ୍ତର ଦିଏ ଯେ ମୁଁ ମୋର ଏଇ ଶାରୀରିକ ସଫଳତାର ଶ୍ରେୟ ମୁଁ କେବଳ ଡାକ୍ତରଙ୍କୁ ଦେବାକୁ ଚାହେଁ, ଏଥିରେ ଆମ ମନରେ ନିଶ୍ଚୟ ପ୍ରଶ୍ନ ଆସିବ, କ'ଣ ସେଇ ଡାକ୍ତର କେବଳ ଏଇ ଗୋଟିଏ ରୋଗୀକୁ ସେବା କରୁଥିଲେ? ନା, ସେ ଡାକ୍ତର ଅନେକ ରୋଗୀଙ୍କୁ ବି ସେବା କରୁଥିଲେ। କିନ୍ତୁ ସଫଳତାର ଶ୍ରେୟ ଏଇ ଜଣକୁ ଦେଇଦେଲେ ହେବ ନାହିଁ। ଏହା ସଠିକ୍ ରୂପରେ କେବେ ହେଲେ ଠିକ୍ ହୋଇପାରିବ ନାହିଁ। ଏଇ ସଫଳତାର ଶ୍ରେୟ କିଭଳି ଆମେ ନିର୍ଣ୍ଣୟନ କରିବା ଦରକାର, ଗୁରୁ ଶିଷ୍ୟମାନଙ୍କୁ ଏ ସମ୍ପର୍କରେ ବୁଝାଇ ଏକ ସୁନ୍ଦର କଥାଟିଏ କହିଛନ୍ତି। ଚାଲନ୍ତୁ ଜାଣିବା ସେ କଥାଟି କ'ଣ ଥିଲା। ନମସ୍କାର ଦର୍ଶକ ବନ୍ଧୁ, ଚିନ୍ତନୀୟର ଏହି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପ୍ରସଙ୍ଗ କ୍ରମରେ ଗୁରୁ ଶିଷ୍ୟମାନଙ୍କୁ କହିଲେ କି ଅନେକ ଦିନ ତଳର କଥା, ଗୋଟିଏ ଗାଁରେ ଜଣେ ସଫଳ ବ୍ୟବସାୟୀ ରହୁଥାନ୍ତି। ସେଇ ବ୍ୟବସାୟୀ ଯେତେବେଳେ ଜନ୍ମ ହୋଇଥିଲେ ଅତି ଗରିବ ଘରେ ଜନ୍ମ ହୋଇଥିଲେ। ସେ ଯେତେବେଳେ ପାଠ ପଢ଼ିବାକୁ ଆରମ୍ଭ କଲେ ସେହି ସମୟରେ ସେ ନାନାବିଧ ଅସୁବିଧାର ସମ୍ମୁଖୀନ ହେଲେ। ଜୀବନ ଯେପରି ତାଙ୍କର ପ୍ରତ୍ୟେକଟି ମୁହୂର୍ତ୍ତ ସଂଘର୍ଷରେ ପରିଣତ ହୋଇଯାଇଥାଏ। ନିଜର ବିଦ୍ୟା ଅଧ୍ୟୟନ ସରିବା ପରେ ସେ ଏକ ବ୍ୟବସାୟ ଆରମ୍ଭ କରିବାକୁ ଲାଗିଲେ। ଠିକ୍ ସେଭଳି ବ୍ୟବସାୟରେ ବି ଅନେକ କ୍ଷତି ତାଙ୍କୁ ସହିବାକୁ ପଡ଼ିଲା। କିନ୍ତୁ ସେହି ବ୍ୟବସାୟୀ ଜଣକ ଏଭଳି ମନରେ କିଛି ବିଚାର ନ ଆଣି ନିଜ ବ୍ୟବସାୟରେ ଲାଗି ରହିଲେ। ଏଭଳି ଅନେକ କିଛି ବର୍ଷ ବ୍ୟବସାୟରେ ଲାଗି ରହିବା ଫଳରେ ସେ ଜଣେ ସଫଳ ବ୍ୟବସାୟୀରେ ମୁଣ୍ଡ ଟେକିଥିଲେ। ସେ ଜଣେ ସଫଳ ବ୍ୟବସାୟୀ ହେବାର କଥା ଚତୁର୍ଦିଗରେ ଖେଳି ଯାଇଥାଏ। ଏ କଥା ଦିନେ ସେହି ରାଜ୍ୟରେ ରାଜାଙ୍କ କାନରେ ପଡ଼ିଲା ଯେ ତାଙ୍କ ରାଜ୍ୟରେ ଜଣେ ବଡ଼ ସଫଳ ବ୍ୟବସାୟୀ ରହୁଛନ୍ତି। ଏ କଥା ଶୁଣି ରାଜା ସେହି ବ୍ୟବସାୟୀଙ୍କ ସହିତ ଭେଟ କରିବା ପାଇଁ ତାଙ୍କର ମହାମନ୍ତ୍ରୀଙ୍କୁ ଆଦେଶ ଦେଲେ। ମହାମନ୍ତ୍ରୀ ଜଣକ ତତ୍କ୍ଷଣାତ୍ ଯାଇ ସେହି ବ୍ୟବସାୟୀର ଦ୍ୱାରସ୍ଥ ହେଲେ ଏବଂ ସେ ବ୍ୟବସାୟୀଙ୍କୁ ରାଜାଙ୍କର ଅନୁମତି ବିଷୟରେ ଜଣାଇଲେ କି ମହାରାଜ ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି। ତା ପରଦିନ ସକାଳୁ ବ୍ୟବସାୟୀ ଜଣକ ଯାଇ ରାଜପ୍ରାସାଦ ପାଖରେ ପହଞ୍ଚିଗଲେ। ରାଜାଙ୍କୁ ନିଜର ନମସ୍କାର ଜଣାଇଲେ। ଏହାପରେ ରାଜା ସେହି ବ୍ୟବସାୟୀ ଜଣକୁ ପଚାରିଲେ, କହିଲେ କି ତୁମର ଏଇ ସଫଳତାର ଶ୍ରେୟ ତୁମେ କାହାକୁ ଦେବାକୁ ଚାହୁଁଛ? ବ୍ୟବସାୟୀ ଜଣକ ଏ କଥା ଶୁଣି କିଛି ସମୟ ପାଇଁ ଚୁପ୍ ରହିଲେ ଏବଂ ତାପରେ ଉତ୍ତରରେ କହିଲେ କି ମୁଁ ମୋର ଏଇ ସଫଳତାର ଶ୍ରେୟ କେବଳ ଭଗବାନଙ୍କୁ ହିଁ ଦେବାକୁ ଚାହୁଁଛି। ରାଜା ଏ କଥା ଶୁଣି ସ୍ତବ୍ଧ ହୋଇଗଲେ ଯେ ଜଣେ ଏତେ ବଡ଼ ସଫଳ ବ୍ୟବସାୟୀ ଯେ ତାଙ୍କର ସଫଳତାର ଶ୍ରେୟ ସେ ଭଗବାନଙ୍କୁ କିଭଳି ଦେଉଛନ୍ତି। ଏ ବିଷୟରେ ଜାଣିବା ପାଇଁ ସେଇ ବ୍ୟବସାୟୀ ଜଣଙ୍କୁ ପଚାରିଲେ, କହିଲେ କିଭଳି ତୁମେ ତୁମ ଜୀବନରେ ଅନେକ ଦୁଃଖ କଷ୍ଟ ସହି ଆସି ଏଇ ସଫଳତାର ଶୀର୍ଷକରେ ପହଞ୍ଚି ପାରିଛ, ତୁମେ କିଭଳି ଭଗବାନଙ୍କୁ ତୁମର ଏଇ ସଫଳତାର ଶ୍ରେୟ ଦେଇପାରୁଛ? ଏ କଥା ଶୁଣି ସେଇ ବ୍ୟବସାୟୀ ଜଣଙ୍କୁ ରାଜାଙ୍କୁ କହିଲେ କି ହେ ମହାଭାଗ, ଜୀବନରେ ଅନେକ ଲୋକ ତ ପରିଶ୍ରମ କରନ୍ତି, ଯେପରିକି ପ୍ରତିବର୍ଷ ଅନେକ ଲୋକ ମାଉଣ୍ଟ ଏଭରେଷ୍ଟ ଚଢ଼ିବା ପାଇଁ ଆସନ୍ତି। ସେଥିରୁ ଅଳ୍ପ କିଛି ଲୋକ ଚଢ଼ିବା ପାଇଁ ସକ୍ଷମ ହୋଇଥାନ୍ତି। ଯେଉଁମାନେ ଏ ଦିଗରେ ପାରଙ୍ଗମ୍ୟ ହୋଇଥାନ୍ତି ସେମାନେ ନିଶ୍ଚୟ ପାହାଡ଼କୁ ଚଢ଼ି ଚଢ଼ି ଆଗକୁ ଚାଲିଥାନ୍ତି। କିନ୍ତୁ ଠିକ୍ ସେହି ଶୃଙ୍ଗରେ ପହଞ୍ଚିବାର ଅଳ୍ପ କିଛି ମୁହୂର୍ତ୍ତ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ସେ ନିଜର ଜୀବନ ହରାଇଥାନ୍ତି। ଏଭଳି ଅନେକ ଲୋକ ତ ଜୀବନରେ ସଂଘର୍ଷ କରିଥାନ୍ତି, କିନ୍ତୁ ସେଇମାନଙ୍କ ମଧ୍ୟରୁ ଅଳ୍ପ କିଛି ଲୋକ ସଫଳତାର ଶୀର୍ଷକରେ ପହଞ୍ଚିଥାନ୍ତି। ଯେଉଁମାନେ ପହଞ୍ଚିଥାନ୍ତି ସେଇମାନଙ୍କ ଉପରେ ଭଗବାନଙ୍କର ନିଶ୍ଚୟ ଆଶୀର୍ବାଦ ଥାଏ। ଭଗବାନଙ୍କ ବିନା ଆଶୀର୍ବାଦରେ କେବେ ହେଲେ ବ୍ୟକ୍ତି ସଫଳତାର ଶୀର୍ଷକରେ ପହଞ୍ଚି ପାରିବ ନାହିଁ।
ପରିଶ୍ରମ ତ ସମସ୍ତେ କରିଥାନ୍ତି, କିନ୍ତୁ ସଫଳତା ସେଇମାନଙ୍କୁ ପ୍ରାପ୍ତ ହୁଏ ଯାହା ଉପରେ ଈଶ୍ୱରଙ୍କର କରୁଣା ଥାଏ। ଏହାପରେ ବ୍ୟବସାୟୀ ଜଣକ ଆହୁରି କହିଲେ କି, ଧରି ନିଅନ୍ତୁ ଯଦି ମୋ ପାଖରେ ସବୁ ଦକ୍ଷତା ଏବଂ କୌଶଳ ଥାଇ ମଧ୍ୟ ଯଦି ମୋର ଅକାଳରେ ମୃତ୍ୟୁ ହୋଇଥାନ୍ତା, ତାହେଲେ ମୁଁ କ'ଣ ଏହି ସଫଳତା ପ୍ରାପ୍ତ କରିପାରିଥାନ୍ତି? ମୁଁ ଏଇ ବଞ୍ଚି ରହିବା ପଛରେ କେବଳ ଈଶ୍ୱରଙ୍କ କରୁଣା ଅଛି। ଯଦି ମୁଁ ବଞ୍ଚି ରହିଛି, ତାହେଲେ ମୋତେ ଏହି ସଫଳତା ଆସି ପ୍ରାପ୍ତ ହୋଇପାରୁଛି। ସେଥିପାଇଁ ମୁଁ ମୋର ସଫଳତାର ଶ୍ରେୟ ଭଗବାନଙ୍କୁ ହିଁ ଦେବାକୁ ଚାହେଁ। ଏ କଥା କହିସାରିବା ପରେ ଗୁରୁ ଶେଷରେ ଶିଷ୍ୟମାନଙ୍କୁ କହିଲେ କି, ଯଦି ଆମକୁ ସବୁ ସଫଳତା ପ୍ରାପ୍ତ ହେଉଛି, ତାହେଲେ ନିଶ୍ଚୟ ଆମ ଉପରେ ଭଗବାନଙ୍କର କରୁଣା ନିଶ୍ଚୟ ଅଛି। ବିନା ଭଗବାନଙ୍କ କରୁଣାରେ ଆମେ କେବେ ହେଲେ ଜୀବନରେ ସଫଳତା ପ୍ରାପ୍ତ କରିପାରିବା ନାହିଁ। ସେଥିପାଇଁ ଆମକୁ ଯାହା ବି ଜୀବନରେ ମିଳିଥାଏ, ସେଥିପାଇଁ ଆମେ ଭଗବାନଙ୍କୁ ସବୁବେଳେ ଶ୍ରେୟ ଦେବା ଅତ୍ୟନ୍ତ ଜରୁରୀ। ଗୁରୁଙ୍କ ଠାରୁ ଏ କଥା ଶୁଣି ସାରିବା ପରେ ପ୍ରତ୍ୟେକ ଜଣ ଶିଷ୍ୟ ସଂକଳ୍ପବଦ୍ଧ ହେଲେ ଯେ ଜୀବନରେ ସେ ଯେକୌଣସି ବି ସୋପାନରେ ପହଞ୍ଚି ଯାଆନ୍ତୁ ବା ଜୀବନରେ ଯେକୌଣସି ବି ସଫଳତା ହାସଲ କରନ୍ତୁ, ସେ କେବଳ ତାର ଶ୍ରେୟ ଭଗବାନଙ୍କୁ ହିଁ ଦେବା ପାଇଁ ସଂକଳ୍ପବଦ୍ଧତା ହେଲେ। ଆଶା କରେ ଏହି କଥାଟି ଆପଣମାନଙ୍କ ନିଶ୍ଚୟ ହୃଦୟକୁ ଛୁଇଁଥିବ। ଭିଡ଼ିଓଟିକୁ ଲାଇକ୍ କରିବେ, କମେଣ୍ଟ କରିବେ ଏବଂ ସେୟାର କରିବେ। ଦେଖା ହେବ ଆଗାମୀ ଭିଡ଼ିଓରେ ଏଇଭଳି କିଛି ହୃଦୟସ୍ପର୍ଶୀ କଥା ସହିତ। ଧନ୍ୟବାଦ।